ଖଜୁରୀ ବାହୁଙ୍ଗା କାହିଁକି? ଖଜୁରୀ ବାହୁଙ୍ଗା କାହିଁକି? କାହିଁକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜେରୁସାଲେମରେ ପ୍ରବେଶ କରିବା ସମୟରେ ଲୋକମାନେ ଖଜୁରୀ ବାହୁଙ୍ଗା ହାତରେ ଧରି ତାଙ୍କୁ ସ୍ୱାଗତ କରୁଛନ୍ତି? ଆଜି ଆମେ ଚିନ୍ତା କରିବା। ପୁସ୍ତକ ଖୋଲନ୍ତୁ ଦୟାକରି ମାର୍କ ତାର 11 ପର୍ବ 7 ପଦରୁ 10 ପଦ ପର୍ଯ୍ୟନ୍ତ। ଲେଖାଯାଏ, ଯୀଶୁଙ୍କ ନିକଟକୁ ଗୋଧ ଛୁଆକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇଦେଲେ, ଆଉ ସେ ତାହା ଉପରେ ବସିଲେ। ପୁଣି ଅନେକ ପଥରେ ଆପଣା ଆପଣା ଲୁଗା ବିଛାଇଲେ, ଅନ୍ୟମାନେ କ୍ଷେତ୍ରରୁ ଡାଳ କାଟି ଆଣି ବିଛାଇ ଦେଲେ। ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହୋଶାନା, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ। ଲେଖାଯାଉଛି ସେମାନେ ଡାଳ ସବୁ ପକେଇଲେ। କିନ୍ତୁ ଯଦି ଆପଣ ଦେଖିବେ ଏ ପଦଟା କାହିଁକି ପଢିଲି, ଆବଶ୍ୟକ ଥିବାରୁ ପଢିଲି। ଆଉ ଗୋଟେ ପଦ ଯଦି ଆପଣ ପଢିବେ, ଯୋହନ ତାର 12 ପର୍ବ ତାର 13 ପଦ ଦେଖନ୍ତୁ। 13 ପଦରେ କଣ ଲେଖାଯାଏ, ମୁଁ ଆପଣଙ୍କ ପାଇଁ 12-13 ପଢୁଛି। ତେଣୁ ଆର ଦିନ ପର୍ବକୁ ଆସୁଥିବା ବହୁ ସଂଖ୍ୟକ ଲୋକ ଯୀଶୁ ଜେରୁସାଲେମକୁ ଆସୁଅଛନ୍ତି ବୋଲି ଶୁଣି ଖଜୁରୀ ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ। ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନା, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ, ଧନ୍ୟ ଇସ୍ରାଏଲର ରାଜା। ଏଠି ଆମେ ଦେଖୁଛୁ ଯେ ଦୀର୍ଘ ସମୟ ଏମାନେ ରୋମିଓ ସରକାରର ଅଧୀନରେ ଥିଲେ। ସେମାନଙ୍କ ଶୋଷଣ, ସେମାନଙ୍କ ଦୁର୍ନୀତି ଏମାନଙ୍କୁ ବହୁ ମାତ୍ରାରେ କଷ୍ଟ ଦେଉଥିଲା। ଆଉ ଏମାନେ ଅପେକ୍ଷାରେ ଥିଲେ ଯେ ଜଣେ ଆସିବେ ଆଉ ସେମାନଙ୍କୁ ଏ ରୋମିଓ ସରକାରର ଶାସନର କବଳରୁ ଉଦ୍ଧାର କରିବେ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଆସୁଛନ୍ତି ଗଧର ପିଠିରେ ବସିକି। ଆଉ ସେମାନଙ୍କୁ କୁହାଯାଇଛି ଆଗରୁ ବାଇବଲରେ ଭବିଷ୍ୟତବାଣୀ ହେଇଛି, ଯେତେବେଳେ ମସିହ ଆସିବେ, ରାଜା ଆସିବେ ଉଦ୍ଧାର କରିବା ପାଇଁ, ସେ ଗଧର ପିଠିରେ ବସି ଆସିବେ। ଦେଖ, ତୋର ରାଜା ତୋ ନିକଟକୁ ଆସୁଅଛନ୍ତି। ସେ ଗର୍ଦ୍ଧବ ଶାବକ ଉପରେ ବସି ଆସୁଅଛନ୍ତି। ତ ସେମାନେ ଦେଖିଲେ ଯେ ଇଏ ରାଜା ଆସୁଛନ୍ତି, ଆଉ ସେ ଆମକୁ ରୋମିଓ ଶାସନର କବଳରୁ ଉଦ୍ଧାର କରିବେ। ତେଣୁ ସାଙ୍ଗେ ସାଙ୍ଗେ ସେମାନେ କଣ କରୁଛନ୍ତି, ଆମେ ବିଜୟୀ ହେଇଗଲୁ, ଆମେ ଉଦ୍ଧାର ପାଇଗଲୁ, ଆମର ଦୁଃଖର ଦିନ ପଳେଇଲା, ଆମର କଷ୍ଟର ଦିନ ପଳେଇଲା। ଏଇଟା ଜାଣିକି ସେମାନେ କଣ କରୁଛନ୍ତି, ହାତରେ ଖଜୁରୀ ବାହୁଙ୍ଗା ଧରିଲେ। ଖଜୁରୀ ବାହୁଙ୍ଗା ହଉଛି ସିମ୍ବଲ ଅଫ ଭିକ୍ଟରି, ଗୋଟେ ବିଜୟର ଚିହ୍ନ। ସେମାନେ କହିବା ପାଇଁ ଚାହାନ୍ତି, ଘୋଷଣା କରିବା ପାଇଁ ଚାହାନ୍ତି ଯେ ଆମେ ବିଜୟୀ ହେଇଛୁ, ଆମର ରାଜା ଆସି ଯାଇଛନ୍ତି, ଯେ ଆମକୁ ଉଦ୍ଧାର କରିବେ, ଯେ ଆମକୁ ଏ କଳଙ୍କିତ ସରକାରର କବଳରୁ, ଏ ଦୁର୍ନୀତିଗ୍ରସ୍ତ ସରକାରରୁ ଆମକୁ ଉଦ୍ଧାର କରିବେ। ତେଣୁ ସେମାନେ କଣ କରୁଛନ୍ତି ନା ହାତରେ ଖଜୁରୀ ବାହୁଙ୍ଗା ଧରୁଛନ୍ତି। ଖଜୁରୀ ବାହୁଙ୍ଗା ହଉଛି ବିଜୟର ଚିହ୍ନ। ଆଉ ସେମାନେ ଘୋଷଣା କରିବା ପାଇଁ ଚାହାନ୍ତି ଯେ ଆମେ ବିଜୟୀ ହେଇଯାଇଛୁ। ଆପଣ ଜାଣନ୍ତି, ଇସ୍ରାଏଲ ଇତିହାସକୁ ଯଦି ଦେଖିବେ, ପ୍ରଭୁଙ୍କ ଲୋକମାନଙ୍କ ଜୀବନକୁ ଦେଖିବା, ଆଦ୍ୟ ମଣ୍ଡଳୀରେ ଯେତେବେଳେ କେହି ଜଣେ ବିଜୟୀ ହେଇ ଆସୁଥିଲେ, ସେମାନେ ଖଜୁରୀ ବାହୁଙ୍ଗା ହସ୍ତରେ ଧରୁଥିଲେ। ଆଉ ଖଜୁରୀ ବାହୁଙ୍ଗାର ସେଇ ଡାଳରେ ମୁକୁଟ ବି ବନାଉଥିଲେ ସେମାନେ। ରାଜାମାନେ ଯେତେବେଳେ ଝିଣିକି ଆସୁଥିଲେ, ଯଦି ଆମେ ହିଷ୍ଟ୍ରି ବ୍ୟାକଗ୍ରାଉଣ୍ଡକୁ ଯିବେ ଆପଣ ଦେଖିବେ, ସେମାନେ ସ୍ୱାଗତ କରିବା ସମୟରେ ହାତରେ ଖଜୁରୀ ବାହୁଙ୍ଗା ଧରୁଥିଲେ ଏବଂ ବିଜୟୀ ସୈନ୍ୟ ରାଜାମାନଙ୍କୁ ସେମାନେ ସେଇ ଖଜୁରୀ ବାହୁଙ୍ଗାର ମୁକୁଟ ବନାଇକି ପିନ୍ଧଉଥିଲେ। ଏଇଟା ସେମାନଙ୍କର ପ୍ରଥା ଥିଲା। ତ ଏହା ହେଉଛି ଗୋଟେ ବିଜୟର ଚିହ୍ନ। ଗୋଟେ ପଦ ପଢିବା, ସେଇଥିପାଇଁ ସାଧୁ ପାଉଲ କହୁଛନ୍ତି ପ୍ରଥମ କୋରିନ୍ଥୀୟ ତାର 9 ପର୍ବ 25 ପଦରେ, ଯେ କିଏ କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ ସେ ସମସ୍ତ ବିଷୟରେ ପରିମିତ ଭୋଗୀ ହୁଏ। ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି, ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ। ସେମାନଙ୍କୁ ଯେଉଁ ମୁକୁଟ ଦିଆଯାଉଥିଲା ସେ ଖଜୁରୀ ବାହୁଙ୍ଗାରେ ବନେଇକି, ତାହା ଅକ୍ଷୟ ମୁକୁଟ, ସୁନ୍ଦର ସୁଦୃଶ୍ୟ ଥିଲା, କିନ୍ତୁ ତାହା ଅକ୍ଷୟ ନୁହେଁ, ତାହା କ୍ଷୟ ଅଟେ। ତ ଖଜୁରୀ ବାହୁଙ୍ଗାଟା ଗୋଟେ ବିଜୟର ଚିହ୍ନ ଅଟେ। ଏମାନେ ଘୋଷଣା କରିବା ପାଇଁ ଚାହାନ୍ତି ଯେ ଆମେ ବିଜୟୀ ହେଇଯାଇଛୁ, ଆମର ରାଜା ଆସି ଯାଇଛନ୍ତି। ତ ଚାରିଆଡେ ଚହଳ ପଡିଲା, ସମସ୍ତେ ଏକତ୍ର ହଉଛନ୍ତି ଆଉ ଆନନ୍ଦରେ ଯୀଶୁଙ୍କୁ ସ୍ୱାଗତ କରିକି ନେଉଛନ୍ତି ଯେ ଆମର ରାଜା ଆସିଗଲେ। ଦାଉଦ ସୁତ ହୋଶାନା, ରାଜାଧିରାଜ ହୋଶାନା।
ହୋସାନା ହୋସାନା ପୁରା ସହରଟା ପ୍ରକମ୍ପିତ ହେଉଛି ହୋସାନା ଶବ୍ଦରେ। ହୋସାନା ଶବ୍ଦର ଅର୍ଥ ହେଉଛି ଲିବରେଟ୍ ଆସ୍, ମୁକ୍ତ କର, ଉଦ୍ଧାର କର ଏ ଅତ୍ୟାଚାରୀ ରାଜା ଠାରୁ, ଶାସନ କବଳରୁ ଆମକୁ ଉଦ୍ଧାର କର। ତା ଶବ୍ଦର ଅର୍ଥ ହେଉଛି ହୋସାନା ଶବ୍ଦର ଅର୍ଥ ହେଉଛି ଉଦ୍ଧାର କର, ଲିବରେଟ୍ ଆସ୍, ଆମକୁ ଉଦ୍ଧାର କର। ତ ଏମାନେ ଏ ପ୍ରକାର ଭାବରେ ଜୟ ଧ୍ୱନି କରୁଛନ୍ତି ଆଉ ହସ୍ତରେ ଖଜୁରୀ ବାହୁଙ୍ଗା ଧରିଛନ୍ତି। ମୁଁ କହୁଥିଲି ଖଜୁରୀ ବାହୁଙ୍ଗା ହେଉଛି ବିଜୟର ଚିହ୍ନ। ମସ୍ତ ଦୟାକରି ଖୋଲନ୍ତୁ ପ୍ରକାଶିତ ବାକ୍ୟ ତାର 7 ପର୍ବ 9 ପଦ। ଏହାପରେ ମୁଁ ଦୃଷ୍ଟିପାତ କଲି ଆଉ ଦେଖ ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ, ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷ ଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଇଛନ୍ତି। ଦେଖନ୍ତୁ ଏ ଖଜୁରୀ ବାହୁଙ୍ଗା ଏଠି ବି ଲେଖାଯାଏ, କାରଣ ଏଇ ଲୋକମାନେ କ'ଣ, ଏମାନେ କ୍ଲେଶରୁ ଉଦ୍ଧାର ପାଇ ଆସିଛନ୍ତି। ଏଇଟା ଲେଖାଯାଉଛି କେଉଁମାନେ, ସର୍ବଜାତିରୁ, ସର୍ବଗୋଷ୍ଠୀରୁ, ସର୍ବବଂଶରୁ, ସର୍ବଭାଷାବାଦୀ ଅଗଣ୍ୟ। ଏବେ ଆମେ କାଉଣ୍ଟିଂ ଅଛୁ, ଏବେ ଆମେ ମାଇନରିଟି, କିନ୍ତୁ ସ୍ୱର୍ଗରେ ଦେଖିବେ ସମୁଦାୟ ବିଶ୍ୱର ତାଡ଼ିତ, ଲାଞ୍ଛିତ, ଉପେକ୍ଷିତ, ସର୍ବହରା। ଲୋକେ ଭାବୁଛନ୍ତି ଖ୍ରୀଷ୍ଟିଆନ ମାନଙ୍କର କେହି କିଛି ନାହିଁ, ଏମିତି ଭାବିବା ସମୟରେ ଯେଉଁମାନେ ସ୍ଥିର ଅଛନ୍ତି ଦେଖିବେ ଅଗଣ୍ୟ ମହାଜନତା ହସ୍ତରେ ଖଜୁରୀ ବାହୁଙ୍ଗା ଧରିଥିବେ ଆଉ ସେଇଟା ହେଉଛି ବିଜୟର ଚିହ୍ନ। ଆପଣ ଯଦି ଦେଖିବେ 14 ପଦରେ, ମୁଁ ତାହାକୁ କହିଲି ହେ ମୋର ପ୍ରଭୁ ଆପଣ ହିଁ ଜାଣନ୍ତି। ମୁଁ ଆପଣଙ୍କୁ 13 ପଦରୁ ପଢ଼ିଲେ ଆପଣ ଜାଣିବେ। ପୁଣି ପ୍ରାଚୀନ ମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଶୁକ୍ଳ ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ଏମାନେ କେଉଁଠାରୁ ଆସିଅଛନ୍ତି? ମୁଁ ତାହାଙ୍କୁ କହିଲି ହେ ମୋର ପ୍ରଭୁ ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷ ଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳ ବର୍ଣ୍ଣ କରିଅଛନ୍ତି। ଏମାନେ କ୍ଲେଶରୁ ବାହାରି ଆସିଅଛନ୍ତି ଓ ହସ୍ତରେ ଖଜୁରୀ ବାହୁଙ୍ଗା ଧରିଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଖଜୁରୀ ବାହୁଙ୍ଗା ହେଉଛି ବିଜୟର ଚିହ୍ନ। ଗୋଟେ ଦିନ ଆସିବ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଆଜି ଯେଉଁମାନେ ଦୁଃଖ କଷ୍ଟ ସମସ୍ୟା ମଧ୍ୟ ଗତି କରୁଛନ୍ତି, ଗୋଟେ ଦିନ ସେମାନଙ୍କ ହସ୍ତରେ ଖଜୁରୀ ବାହୁଙ୍ଗା ଥିବ। ସେମାନେ ବିଜୟ ହିଁ ବାହାରି ଆସିଥିବେ ଆଉ ଯୀଶୁଙ୍କ ସାମ୍ନାରେ ଠିଆ ହେଇଥିବେ। କେତେ ବଡ଼ ବିଷୟ! ଏହା ହେଉଛି ଖଜୁରୀ ବାହୁଙ୍ଗାର ଗୁପ୍ତ ରହସ୍ୟ। ଖଜୁରୀ ବାହୁଙ୍ଗା ହେଉଛି ବିଜୟର ଚିହ୍ନ, ସିମ୍ବଲ ଅଫ୍ ଭିକ୍ଟ୍ରି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଏଭଳି ଭାବରେ ଆପଣ ବିଜୟୀ ଆଗକୁ ବଢ଼ନ୍ତୁ। ପ୍ରଭୁ ଆପଣମାନଙ୍କ ସହିତ ରହି ତାଙ୍କର ମହିମା ପ୍ରକାଶ କରନ୍ତୁ।